जय जगन्नाथ नमस्कार सांग माने आज मु गोटे शीत दिन आपण गोटे बढ़िया टेस्टी जिनस बनइबी आपण देखंतु आउ केमती लागिवो मते कहंतु कारण एबे तो शीत दिन आसीगलानी तो सकाळे टिफिन बनैबा एते कष्ट जे आ कहया कथा नै सेति पे मो पुओर मु जेमती जल्दी हे जिवो इजीली हे जिवो से भलिया गोटे नास्ता बनौची। तो फास्ट मु कोन करली एथिरे टिके चना डाली ता टिके मु राती सारा ताकू टिके भिगे माने टिके पानी देकी बतुरेकी रखी देइथिली। बुट डालीटा टिके ହେଇଗଲା ଯେମିତି ତାକୁ ସକାଳେ କଣ କଲି ମୁଁ ଟିକେ ପାଣି ଦେଇକି ବେଶୀ ପାଣି ଦେବେନି ଏଥିରେ ଦେଖନ୍ତୁ ଅଳ୍ପ ପାଣି ଦେଇକି ତାକୁ ଟିକେ ବଏଲ କରିଦେଲି। ଦି ତିନିଟା ସିଟି ଆସିଲେ ତାକୁ ବାହାର କରିଦେବେ। ଦେଖନ୍ତୁ କେତେ ବଢିଆରେ ବଏଲ ହେଇଯାଇଛି ମାନେ ଯେମିତି ହାତରେ ଟିକେ ଇଏ କଲେ ହାତରେ ଏଟା ହେଇଯାଉଥିବ। ଏଟା ଗ୍ରାଇଣ୍ଡିଙ୍ଗ କରିବା ଦରକାର ନାହିଁ କିନ୍ତୁ ଗ୍ରାଇଣ୍ଡିଙ୍ଗ କଲେ କଣ ହବ ଏଟା ପୁରା ପାଣିଆ ହେଇଯିବ। ତେଣୁ କରି ଦେଖନ୍ତୁ ମୁଁ କେତେ ଇଜିଲି ତାକୁ କରିଦେଲି। ଏଟା ବଢିଆ ହାତରେ ପୁରା ମ୍ୟାଶ ହେଇଯାଉଥିଲା। ତାପରେ ତାକୁ କଣ କଲି ଟିକେ ସୋରିଷ ତେଲ ପକେଇକି ଟିକେ ହାଲକା ଏଟା ବହୁତ କମ ଆମେ ଟିକେ ଖାଲି ଫ୍ରାଏ କରିବା ଟିକେ ତାର ମାନେ ପାଣି ଅଂଶଟା ଟିକେ ମରିବା ପାଇଁ ଯଦି ବି କାରଣ ଏଟା ବନେଇବା ଯେହେତୁ ପାଣିଆ ହବନି ଟିକେ ଶୁଖିଲା ଶୁଖିଲା ରହିବ ସେଥିପାଇଁ ମୁଁ ଟିକେ ତେଲ ପକେଇ ଦେଇଥିଲି ସୋରିଷ ତେଲ ତା ଦେହରେ ଟିକେ ଲୁଣ ଆଉ ଟିକେ ମସଲା ଗୁଣ୍ଡ ଆଡ କରିଥିଲି ଯୋଉଟା କି ହଉଛି ମୁଁ କଣ ଆଡ କରିଥିଲି ଧନିଆ ଗୁଣ୍ଡ ଟିକେ ମିର୍ଚି ଆଉ ଟିକେ ଜିରା ଗୁଣ୍ଡ ତା ସହିତ ମୁଁ ମ୍ୟାଗି ମସଲା ଟିକେ ଟେଷ୍ଟ ପାଇଁ ଆଡ କରିଦେଇଥିଲି। ଏଇଟା ଟିକେ ଦେଖନ୍ତୁ ଶୁଖିଲା ଶୁଖିଲା ହବ ଟିକେ ଶୁଖିଲା କରିକି ଫ୍ରାଏ କଲେ ଏଇଟା ଭଲ ହବ କିନ୍ତୁ ନହେଲେ ପାଣି ହେଲେ ବିଲକୁଲ ଭଲ ହବନି। ତ ଦେଖନ୍ତୁ ଏଇଟା ଭଲସେ ପୁରା ଶୁଖିଲା ଶୁଖିଲା ଟିକେ ହେଇଗଲା। ଆପଣ ଚାହିଁଲେ ଆପଣଙ୍କ ଇଚ୍ଛା ଅନୁସାରେ ଆହୁରି ବି ଶୁଖିଲା କରିପାରିବେ। ମତେ ଏତିକି ଠିକ ଲାଗେ ତେଣୁକରି ମୁଁ ଏଇଟା ଏତିକି ଟିକେ ଫ୍ରାଏ ହେଇଗଲା ଯେମିତି ଶୁଖିଲା ଶୁଖିଲା ହେଇଗଲା ତାକୁ କରିଦେଲି। ଆଉ ଏଇଟା ଶୀତ ଦିନ ପାଇଁ ଏତେ ବେଷ୍ଟ ନା ଏଇଟା ଆପଣ ଆଳୁ ବଦଳରେ ବି କରିପାରିବେ ୟୁଜ। ଏପଟେ ମୁଁ କାଟି ଦେଇଥିଲି ଟିକେ ପିଆଜ ଆଉ ଗାଜର କଦୁକସ କରିଦେଇଥିଲି ଟମାଟୋ ଧନିଆ ପତ୍ର ମିର୍ଚି ଆଉ ତା ସହିତ ଟିକେ ଟମାଟୋ ସସ୍ ଚିଲି ସସ୍ ନେଇ ଯାଇଥିଲି। କିନ୍ତୁ ଆପଣ ମାନେ ଯଦି ଚାହିଁବେ ଗ୍ରୀନ ସସ୍ ୟୁଜ କରିବେ। ଗ୍ରୀନ ଚଟନି ଟା ଭଲ ମୁଁ ଟିକେ କରିପାରିଲିନି ନେକ୍ସଟ ଭିଡିଓରେ ମୁଁ କରିବି। ତାପରେ ଏପଟେ କଣ କରିଥିଲି ଯୋଉ ବ୍ରାଉନ ବ୍ରେଡ ଟା ମୁଁ ୟୁଜ କରିଥିଲି। ହ୍ୱାଇଟ ବ୍ରେଡ ଅପେକ୍ଷା ବ୍ରାଉନ ବ୍ରେଡ ଟା ଟିକେ ଆମ ଦେହ ପାଇଁ ହିତକାରକ। ସେମିତି ବି ବ୍ରେଡ ଏତେ ଭଲ ନୁହେଁ କିନ୍ତୁ ଆପଣ ଏଇଟା ମାନେ କେବେ କେବେ ଯୋଉ ଛୁଆ ମାନଙ୍କୁ ଟିଫିନ ଦବା ପାଇଁ ଶୀତ ଦିନେ ଟିକେ ଲେଟ୍ ହେଇଯାଏ ଟାଇମ ହୁଏନି ସେଥିପାଇଁ ଏଇଟା ଆପଣ କରିପାରିବେ। ଟିକେ ଜଲ୍ଦି କରିଦେବେ ରାତିରେ ବଏଲ କରିକି ବି ରଖିଦେଇଥିଲେ ହବ। ଏପଟେ କଣ କଲି ଟିକେ କଦୁକସ କରିଥିବା ଗାଜରକୁ ମୁଁ ଦେଇଦେଲି। ଦେଇଦେଲା ପରେ ଟିକେ ଟମାଟୋ ତା ସହିତ ପିଆଜ ଧନିଆ ପତ୍ର ଆଉ ଟିକେ ଆର ସସ୍ ଲଗେଇକି ମୁଁ ଟିକେ ଆଡ କରିଦେଇଥିଲି ବ୍ରେଡରେ ଏଇଭଳିଆ କରିଦେଇଥିଲି। ଆଉ ଏଇଟା ଦେହ ପାଇଁ ବି ବହୁତ ଭଲ କାରଣ ଚଣା ଡାଲିଟା ଯୋଉମାନଙ୍କ ସୁଗାର ବି ସେମାନେ ବି ଖାଇପାରିବେ। ଆଉ ଯୋଉମାନେ ଆଳୁ ଆଭଏଡ କରୁଥିବେ କାରଣ ମୁଁ ଟିକେ ଆଳୁ ଖାଏନି ଆମ ଘରେ ବି ମୋ ପୁଅ ଆଳୁ ଖାଏନି କିନ୍ତୁ ଆମେ ସେଥିପାଇଁ ଆଳୁ ମୁଁ ବେଶୀ ଖାଏନି ସେଥିପାଇଁ ମୁଁ ଆଳୁର ଅଲ୍ଟରନେଟିଭ ସବୁବେଳେ କିଛି ନା କିଛି କରେ। ଆଉ ଏଇଟା ମୁଁ ଟିକେ ବଟରରେ କି ଘିଅରେ କି ଅଏଲରେ ଆପଣ ୟୁଜ କରିକି ସାଣ୍ଡୱିଚ ମେକରରେ ବି କରିପାରିବେ କିନ୍ତୁ ମୁଁ ଟିକେ ଏଟାକୁ କଣ କରିଥିଲି ତାୱାରେ ହିଁ ବନେଇ ଦେଇଥିଲି। ସେଥିପାଇଁ ମୁଁ ଟିକେ ତାକୁ ଦି ପଟଟା ଟିକେ ଆପଣ ବ୍ରାଉନ କଲର ହେଲା ପର୍ଯ୍ୟନ୍ତ ଟିକେ ତାକୁ ଏମିତି ସେକିଦେବେ। ତାପରେ ମତେ ଲାଗୁଛି ରେଡି ହେଇଗଲା। ଆଉ ଯଦି ଆପଣ ଏମିତି ବି ନ କରିପାରିବେ ସିଧା ଆପଣ ସେମିତି ଦେଇକି ବି ସିଧା ମାନେ ସାଧା ସିଧା ବି ଖାଇପାରିବେ ଯୋଉଟା ଆହୁରି ଦେହ ପାଇଁ ଟେଷ୍ଟି ଆଉ ହେଲ୍ଦି ବି ଲାଗିବ ଆଉ ଭଲ ବି ଏଇଟା। ତ ଏଇ ଏବେ ଦେଖନ୍ତୁ ଆପଣଙ୍କର କଣ ଏଇଟା ବନିଗଲା ସ୍ୟାଣ୍ଡୱିଚ ବନିଗଲା ଯୋଉଥିରେ କି ଆଳୁ ବି ପଡିନି ଆଉ ଚଣା ଡାଲିର। ଆଉ କେମିତି ଲାଗିଲା ଆପଣ ମତେ ଜଣେଇବେ। ଥ୍ୟାଙ୍କ ୟୁ ରହିଲି ଧନ୍ୟବାଦ।